ଥରେ ଏକ ରାଜା ଅନେକ ଗୁଡ଼ିଏ ହାତୀ ରଖିଥିଲେ। ସେ ହାତୀଙ୍କ ମଧ୍ୟରୁ ଗୋଟେ ହାତୀ ଥିଲା ଦେଖିବାକୁ ଖୁବ୍ ବଡ଼ ଆଉ ସୁନ୍ଦର। ରାଜା ସେ ହାତୀକୁ ବହୁତ ଭଲ ପାଉଥିଲେ। ସେ ହାତୀ ପିଠିରେ ବସି ରାଜା ସବୁଆଡ଼େ ବୁଲୁଥିଲେ। ହେଲେ ହଠାତ୍ ଦିନେ ରାଜାଙ୍କ ପ୍ରିୟ ହାତୀଟି ମରିଗଲା। ରାଜା ବହୁତ ଦୁଃଖୀ ହେଇଗଲେ। ମୋ ପ୍ରିୟ ହାତୀଟି ମରିଯାଇଛି, ଯାଅ ତାକୁ ନେଇ ଏକ ଭଲ ଜାଗାରେ ରଖିଦିଅ। ରାଜାଙ୍କ ଆଦେଶ ଅନୁସାରେ ଲୋକମାନେ ସେ ହାତୀକୁ ଜଙ୍ଗଲ ବାହାରେ ଥିବା ଏକ ଖୋଲା ପଡ଼ିଆରେ ରଖିଦେଲେ। ସେହି ରାସ୍ତାରେ ଗୋଟେ ବିଲୁଆ ଯାଉଥିଲା। ସେ ଲୁଚିକି ହାତୀକୁ ଦେଖିଲା। ଆରେ ବାଃ, ଏତେ ବଡ଼ ହାତୀ ଥାଉ ଥାଉ ମୁଁ ଆଉ କାହିଁକି ଖାଇବା ଖୋଜିବି? ମୋତେ ଭାରି ଭୋକ ଲାଗିଲାଣି, ଚାଲ ଏ ହାତୀକୁ ଖାଇବି। ମଲା ହାତୀକୁ ଦେଖି ଶିଆଳ ବହୁତ ଖୁସି ହେଇଗଲା। ସେ ହାତୀକୁ ଖାଇବା ଆରମ୍ଭ କଲା। ଶିଆଳ ଏତେ ଭୋକିଲା ଥିଲା ଯେ ହାତୀକୁ ଖାଇ ଖାଇ ସେ ତା ପେଟ ଭିତରେ ପଶିଗଲା। ଏମିତି 2 ଦିନ ବିତିଗଲା। ଶିଆଳ ହାତୀର ପେଟ ଭିତରେ ରହି ଖାଲି ଖାଇ ଚାଲିଥିଲା। ସେପଟେ ସୂର୍ଯ୍ୟ ଆଲୋକ ବାଜି ହାତୀର ଚମଡ଼ା ଶୁଖି ତା ପେଟର କଣା ଛୋଟ ହେଇଗଲା। ଆଉ ଶିଆଳ ଖାଇ ଖାଇ ମୋଟା ହେଇଗଲା। ସେ ହାତୀ ପେଟରୁ ବାହାରି ପାରିଲାନି। ଆରେ ଇଏ କ'ଣ ହେଇଗଲା? ହାତୀ ପେଟର କଣା ଛୋଟ ହେଇଗଲା ଆଉ ମୁଁ ମୋଟା ହେଇଗଲି। ଏବେ ମୁଁ ହାତୀ ପେଟରୁ କେମିତି ବାହାରିବି? ମୋତେ କିଛି ଗୋଟେ ଉପାୟ ବାହାର କରିବାକୁ ପଡ଼ିବ। ଏମିତି ଚିନ୍ତା କରୁ କରୁ ଶିଆଳ ଏକ ଉପାୟ ବାହାର କଲା। ଆରେ ହଁ, ଏ ହାତୀ ପେଟରେ ଯଦି ଘିଅ ମଖା ହେବ ହାତୀର ଚମଡ଼ା ନରମ ହେଇଯିବ ଆଉ ମୁଁ ହାତୀ ପେଟରୁ ବାହାରିଯିବି। ଏମିତି ଚିନ୍ତା କରିବା ସମୟରେ ଶିଆଳ ଦେଖିଲା ସେହି ରାସ୍ତାରେ ଗାଁର 3ଟି ଚାଷୀ ଯାଉଛନ୍ତି। ସେ ସେମାନଙ୍କୁ ଜୋର ଜୋର ପାଟିରେ କହିଲା, ଆରେ ଭାଇମାନେ, ମୋ କଥା ଟିକେ ଶୁଣ। ରାଜାଙ୍କ ପାଖକୁ ଯାଇ କୁହ, ମୋ ପେଟରେ ଯଦି 100 କଳସ ଘିଅ ମଖା ହେବ ମୁଁ ପୁଣି ବଞ୍ଚିଯିବି। ଚାଷୀମାନେ ଜାଣି ନଥିଲେ ଯେ ଶିଆଳ ହାତୀ ପେଟରେ ଅଛି। ସେମାନେ ଭାବିଲେ ହାତୀ ସେମାନଙ୍କ ସହ କଥା ହେଉଛି। ସେମାନେ ଆଶ୍ଚର୍ଯ୍ୟ ହେଇ ନିଜ ନିଜ ସହ କଥା ହେଲେ। ଆରେ ଭାଇ, ଶୁଣିଲୁ ହାତୀ ଆମକୁ କ'ଣ କହିଲା? ହଁ, ମୁଁ ଶୁଣିଲି। ଶୀଘ୍ର ଚାଲ, ଏକଥା ରାଜାଙ୍କୁ କହିବା। ରାଜା ମହାଶୟ, ଆଜି ଆମେ କାମ ସାରି ଫେରିବା ସମୟରେ ଆପଣଙ୍କ ପ୍ରିୟ ହାତୀ ଆମକୁ କହିଲା ତା ପେଟରେ ଯଦି 100 କଳସ ଘିଅ ମଖା ହେବ ସେ ପୁଣି ବଞ୍ଚି ଉଠିବ। ଏମିତି ଶୁଣି ରାଜାଙ୍କ ଖୁସି କହିଲେ ନ ସରେ। ସେ ସମସ୍ତଙ୍କୁ କହିଲେ, କ'ଣ ହେଲା? ମୋ ପ୍ରିୟ ହାତୀ ବଞ୍ଚି ଉଠିବ? ତା ପାଇଁ 100 କଳସ କ'ଣ, 1000 କଳସ ଘିଅ ମଖେଇବ। ଯାଅ ମନ୍ତ୍ରୀ, ଶୀଘ୍ର ଯାଅ, 1000 କଳସ ଘିଅ ନେଇ ମୋ ପ୍ରିୟ ହାତୀ ପେଟରେ ମଖାଅ। ରାଜାଙ୍କ ଆଦେଶ ଅନୁସାରେ 1000 କଳସ ଘିଅ ନେଇ ରାଜାଙ୍କ ଲୋକମାନେ ହାତୀକୁ ଘିଅ ମଖେଇଲେ। ଏମିତି 7 ଦିନ ଚାଲିଲା। 7 ଦିନ ଧରି ଲଗାତାର ଲୋକମାନେ ହାତୀକୁ ଘିଅ ମଖେଇଲେ। ଦିନେ ଶିଆଳ ଦେଖିଲା ହାତୀ ପେଟର କଣା ଟିକେ ବଡ଼ ହେଇଯାଇଛି। ଏବେ ସେ ହାତୀ ପେଟରୁ ବାହାରି ପାରିବ। ଶିଆଳ ପୁଣି ଏକ ଉପାୟ ଚିନ୍ତା କଲା ଆଉ ସେଠାରେ ଥିବା ଲୋକମାନଙ୍କୁ କହିଲା, ଆରେ ଭାଇମାନେ ଶୁଣ, ଏବେ ମୁଁ ଉଠିବି, ତମେମାନେ ଦୂରକୁ ଚାଲିଯାଅ। ଯଦି ମୋ ମୁଣ୍ଡ ବୁଲେଇବ ମୁଁ ତମମାନଙ୍କ ଉପରେ ପଡ଼ିଯିବି। ଶୀଘ୍ର ଏଠାରୁ ପଳାଅ, ଯେମିତି ତମମାନଙ୍କର କିଛି କ୍ଷତି ହେବନି। ସେଠାରେ ଥିବା ସବୁ ଲୋକ ଏକଥା ହାତୀ କହୁଛି ଭାବିଲେ। ଭୟରେ ସେମାନେ ଏପଟ ସେପଟ ହିଁ ଦୌଡ଼ିଲେ। ଦେଖୁ ଦେଖୁ କିଛି ସମୟରେ ହିଁ ସବୁ ଲୋକ ସେ ଜାଗା ଛାଡ଼ି ବହୁତ ଦୂରକୁ ଚାଲିଗଲେ। ସେହି ସୁଯୋଗରେ ସେ ଦୁଷ୍ଟ ଶିଆଳ ଶୀଘ୍ର ହାତୀ ପେଟରୁ ବାହାରି ଜଙ୍ଗଲ ଭିତରକୁ ଚାଲିଗଲା। ଦୂର ଏକ ଜଙ୍ଗଲରେ ଗୋଟେ ବଡ଼ ସେଓ ଗଛ ଥିଲା। ତା ପାଖରେ ଗୋଟେ ଛୋଟ ନାସପାତି ଗଛ ଥିଲା। ପାଖାପାଖି ହେଇ 2 ଗଛ ଥିବା ଯୋଗୁଁ ସେଓ ଆଉ ନାସପାତି ଗଛ ଭଲ ସାଙ୍ଗ ହେଇଯାଇଥିଲେ। ସେଓ ଗଛର ଆକାର ଯେତିକି ବଢ଼ୁଥିଲା ତା ମନରେ ସେତିକି ଗର୍ବ ଅହଙ୍କାର ଭରି ଯାଉଥିଲା। ନାସପାତି ଗଛଟି ତାଠୁ ଛୋଟ ହେଇଥିବା ଯୋଗୁଁ ସେଓ ଗଛ ସବୁବେଳେ ନାସପାତି ଗଛର ମଜା ଉଡ଼ଉଥିଲା ଆଉ ତା ସାମ୍ନାରେ ନିଜର ଖୁବ୍ ପ୍ରଶଂସା କରୁଥିଲା। ଆରେ ସାଙ୍ଗ ନାସପାତି, ତୁ ଏତେ ଛୋଟ କ'ଣ ପାଇଁ? ତତେ ନାସପାତି ଗଛ ନୁହଁ, ତତେ ଗୋଟେ ଆଳୁ ଗଛ ହେବାର ଥିଲା। ସାଙ୍ଗ ସେଓ, ନାସପାତି ଗଛ ଏତେ ବି ଛୋଟ ନୁହଁ। ଅନ୍ୟ ନାସପାତି ଗଛ ଦେଖିବାକୁ ଯେମିତି ମୁଁ ବି ଠିକ୍ ସେମିତି। ହଁ, ଏକଥା ସତ ଯେ ତୁ ଅନ୍ୟ ସେଓ ଗଛମାନଙ୍କ ଅପେକ୍ଷା ଆକାରରେ ବହୁତ ବଡ଼। କ'ଣ ହେଲା ସାଙ୍ଗ, ରାଗିଗଲୁ କି? ମୁଁ ତ ମଜାରେ ଏକଥା କହିଦେଲି। ନା ସାଙ୍ଗ, ମୁଁ ରାଗ କରେନି।
ସାଙ୍ଗ ହିସାବରେ ତୁ ମୋ ସହ ଥଟ୍ଟା ମଜା କରିପାରିବୁ। ଆଚ୍ଛା, ତୁ ଗୋଟେ କଥା ଜାଣିଛୁ, ମୁଁ ବହୁତ ବଡ଼ ବୋଲି ମୋର ସାଙ୍ଗର ଅଭାବ ନାହିଁ। ସମସ୍ତେ ମୋ ଆକାର ଦେଖି ମୋ ସହ ସାଙ୍ଗ ହେବାକୁ ଚାହାନ୍ତି। ଏମିତି ସେଓ ଗଛ ସବୁ ସମୟରେ ନାସପାତି ଗଛ ପାଖରେ ନିଜର ଖୁବ୍ ପ୍ରଶଂସା କରେ। କିଛି ଦିନ ପରେ ଏକା ସାଙ୍ଗରେ ସେଓ ଗଛ ଆଉ ନାସପାତି ଗଛରେ ଫଳ ହେଲା। ଦୁଇ ଗଛରେ ମିଠା ମିଠା ଫଳ ଭର୍ତ୍ତି ହେଇଗଲା। ସେଓ ଗଛଟି ଯେମିତି ବଡ଼ ଥିଲା, ତା ଫଳ ଗୁଡ଼ିକ ବି ଠିକ୍ ସେମିତି ବଡ଼ ବଡ଼ ହେଇଥିଲା। ଏତେ ବଡ଼ ବଡ଼ ଲାଲ ଲାଲ ଫଳ ଦେଖି ସେଓ ଗଛର ଗର୍ବ ଦ୍ୱିଗୁଣ ବଢ଼ିଗଲା। ସେ ନାସପାତି ଗଛକୁ କହିଲା, ଆରେ ସାଙ୍ଗ ନାସପାତି, ତୋ ଫଳ ଗୁଡ଼ିକ କେତେ ଛୋଟ ଛୋଟ ହେଇଛି। ତୁ ଦେଖିବାକୁ ଯେମିତି ଛୋଟ, ତୋ ଫଳ ଗୁଡ଼ାକ ବି ସେମିତି ଛୋଟ। କେତେ ଦୁର୍ଭାଗ୍ୟ ତୋର, ତୋ ଫଳ ଗୁଡ଼ିକରେ ଟିକେ ବି ରଙ୍ଗ ନାହିଁ। ମୋ ଫଳ ଗୁଡ଼ିକୁ ଦେଖ, କେତେ ବଡ଼ ବଡ଼ ଆଉ ଲାଲ ରଙ୍ଗର ହେଇଛି। କେତେ ସୁନ୍ଦର ଦେଖାଯାଉଛି ନା ମୁଁ? ଏମିତି କହିଲି ବୋଲି ତୁ ମନ ଦୁଃଖ କରିବୁନି। ହଁ, ମୁଁ କାହିଁକି ମନ ଦୁଃଖ କରିବି? ନାସପାତି ଫଳ ଯେମିତି ହୁଏ, ମୋ ଫଳ ଗୁଡ଼ିକ ବି ସେମିତି ହେଇଛି। ଆଉ ଗୋଟେ କଥା ହେଲା, ଏ ଫଳ ଗୁଡ଼ିକ ଆମ ପାଇଁ ନୁହଁ। ଏ ଫଳ ସବୁ ମଣିଷ ଆଉ ପଶୁ ପକ୍ଷୀଙ୍କ ପାଇଁ। ସେମାନେ ଆମ ଫଳ ଖାଇ ସନ୍ତୁଷ୍ଟ ହେଲେ ଆମ ଜୀବନ ସାର୍ଥକ ହେବ। ଠିକ୍ ସେହି ସମୟରେ ଗୋଟେ ଲୋକ ସେହି ରାସ୍ତାରେ ଯାଉଥିଲା। ବଡ଼ ବଡ଼ ଲାଲ ସେଓ ଦେଖି ସେ ଲୋକଟି ଖାଇବା ପାଇଁ ସେଓ ତୋଳିବାକୁ ଯେମିତି ହାତ ବଢ଼େଇଲା, ହଠାତ୍ ସେଓଟି ପାଟି କରି କହିଲା, ଆରେ ର, ତୋର ତ ଭାରି ସାହସ। ମୋ ବିନା ଅନୁମତିରେ ସେଓ ତୋଳିବାକୁ ଚେଷ୍ଟା କରୁଛୁ। କ'ଣ ହେଲା? ସେଓ ତୋଳିବା ପାଇଁ ମୁଁ ତୋଠୁ ଅନୁମତି ନେବି? ହେଲେ କ'ଣ ପାଇଁ? ହଁ, ଯଦି ତୋର କେହି ମାଲିକ ଥାଆନ୍ତେ, ତେବେ ନିଶ୍ଚୟ ମୁଁ ତାଙ୍କଠୁ ଅନୁମତି ନେଇଥାନ୍ତି। ତୋ ଗଛର ଫଳ ଆମେ ସମସ୍ତେ ଖାଇପାରିବୁ। ଜମା ନୁହଁ। ଫଳ ଖାଇବାକୁ ହେଲେ ପ୍ରଥମେ ମୋ ଅନୁମତି ନେବାକୁ ପଡ଼ିବ। କେତେ କଷ୍ଟରେ ମୋର ଏତେ ସୁନ୍ଦର ଫଳ ହେଇଛି। ପାଖରେ ନାସପାତି ଗଛ ଏସବୁ ଶୁଣୁଥିଲା। ସେ ସେଇ ଲୋକଟିକୁ କହିଲା, ଆପଣ ଯେତେ ଇଚ୍ଛା ମୋ ଫଳ ଖାଇପାରିବେ। ଫଳ ଖାଇବା ପାଇଁ ଆପଣଙ୍କୁ କୌଣସି ଅନୁମତି ଲାଗିବନି। ଆରେ ବାଃ, ତୋ ବ୍ୟବହାର ଯେତିକି ଭଲ, ତୋ ଫଳ ବି ସେତିକି ମିଠା। ଆହୁରି ଖାଆନ୍ତୁ, ଏ ଫଳ ସବୁ ଆପଣମାନଙ୍କ ପାଇଁ। ସେ ଲୋକଟି ସେଠାରୁ ଯିବା ପରେ ଗୋଟେ ଚଢ଼େଇ ଉଡ଼ି ଆସି ସେଓ ଗଛ ଉପରେ ବସିଲା। ସେଓ ଗଛଟି ଭୀଷଣ ରାଗିଗଲା। ଓହୋ, ମତେ ବିରକ୍ତ କରନା। ତୁ କ'ଣ ଆଉ ଅନ୍ୟ ଗଛ ପାଇଲୁନି ବସିବା ପାଇଁ? ଆରେ ସାଙ୍ଗ, ତୁ ଏମିତି କଥା କ'ଣ ପାଇଁ କହୁଛୁ? ଆମେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ। ତୁ ଆମର ଉପକାର କରିବୁ ଆଉ ଆମେ ତୋ ଉପକାର କରିବୁ। ଏଇ ତ ଆମ ଜୀବନ। ଯା ଯା, ତୋ ଭଳି ହଜାରେ ସାଙ୍ଗ ଅଛନ୍ତି ମୋର। ତୋ ଭଳି ସାଙ୍ଗ ମୋର ଦରକାର ନାହିଁ। ସେଓ ଗଛର ଏମିତି କଥା ଶୁଣି ଚଢ଼େଇଟି ଉଡ଼ିଯାଇ ନାସପାତି ଗଛ ଉପରେ ବସିଲା। ମନ ଦୁଃଖ କରନି ସାଙ୍ଗ, ତୋର ଯେତେ ସମୟ ଇଚ୍ଛା ତୁ ମୋ ଉପରେ ବସିପାରିବୁ। ଏମିତି ଯିଏ ବି ସେଓ ଗଛ ପାଖକୁ ଆସୁଥିଲେ, ସେଓ ଗଛ ସେମାନଙ୍କ ସହ ଖରାପ ବ୍ୟବହାର କରି ସେମାନଙ୍କୁ ତା ଗଛ ଉପରେ ତଡ଼ି ଦେଉଥିଲା। ସମସ୍ତେ ଉଡ଼ିଯାଇ ନାସପାତି ଗଛ ଉପରେ ବସୁଥିଲେ। ସାଙ୍ଗ, ଏତେ ରାଗୁଛୁ କ'ଣ ପାଇଁ? ଏତେ ଗର୍ବ କରିବା ଠିକ୍ ନୁହଁ। ଆମେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ। କାହା ସହ ବି ଖରାପ ବ୍ୟବହାର କରିବା ଠିକ୍ ନୁହଁ। ଚୁପ୍ କର, ତୁ ମତେ ବେଶୀ ଜ୍ଞାନ ଦେନି। କୋଉଟା ଠିକ୍ କୋଉଟା ଭୁଲ ମୁଁ ଭଲ ଭାବରେ ଜାଣିଛି। ସାଙ୍ଗ ନାସପାତି, ସତରେ ତୁମେ ଛୋଟ ହେଲେ ବି ତୁମ ମନ ବହୁତ ବଡ଼। ଆଜିଠୁ ଆମେ କେହି ବି ସେଓ ଗଛ ସହ ସାଙ୍ଗ ହେବୁନି। ଏମିତି କିଛି ମାସ ବିତିଗଲା। ପୁଣି ଥରେ ନାସପାତି ଆଉ ସେଓ ଗଛରେ ଫଳ ଧରିବାର ସମୟ ଆସିଗଲା। ଜଙ୍ଗଲର ସବୁ ପଶୁପକ୍ଷୀ କୀଟପତଙ୍ଗ ନାସପାତି ଗଛ ଚାରିପଟେ ଘୁରି ବୁଲିଲେ। କେହି ବି ସେ ଅହଙ୍କାରୀ ସେଓ ଗଛ ପାଖକୁ ଗଲେ ନାହିଁ। କିଛି ଦିନ ପରେ ନାସପାତି ଗଛଟି ଫଳରେ ଭର୍ତ୍ତି ହେଇଗଲା। ଆଉ ସେପଟେ ଏତେ ବଡ଼ ଗଛ ହେଲେ ମଧ୍ୟ ସେଓ ଗଛରେ ହାତ ଗଣତି କେତୋଟି ଫଳ ଫଳିଲା। ଏସବୁ ଦେଖି ସେଓ ଗଛଟିର ମନ ବହୁତ ଦୁଃଖ ହେଇଗଲା। ସେତେବେଳେ ଦୁଇଟି କାଠୁରିଆ ସେହି ରାସ୍ତାରେ ଯାଉଥିଲେ। ଆରେ ଭାଇ ଦେଖ, କେତେ ବଡ଼ ବଡ଼ ଦୁଇଟି ଗଛ। এই ଗଛକୁ କାଟିଲେ କେତେ କାଠ ବାହାରିବ। ହେଲେ ନାସପାତି ଗଛରେ ବହୁତ ଫଳ ଧରିଛି। ଏ ଗଛକୁ କାଟିବା ଠିକ୍ ନୁହଁ। ସେ ବଡ଼ ସେଓ ଗଛକୁ ଦେଖ, ଏତେ ବଡ଼ ଗଛ ହେଇ ଗୋଟେ ବି ଫଳ ନାହିଁ। ଚାଲ ଆମେ ତାକୁ କାଟିବା। ନା ନା, ମତେ କାଟ ନା, ମୋ ଗଛରେ ବହୁତ ସେଓ ଫଳେ।
ତୋ ଗଛରେ କେତେ ଫଳ ଫଳେ ତା ତ ଆମେ ଦେଖିପାରୁଛୁ। ତୁ କେବଳ ଆକାରରେ ବଡ଼, ହେଲେ କାମକୁ କିଛି ନୁହଁ। ଏମିତି ଶୁଣି ସେଓ ଗଛଟି ନିଜ ଭୁଲ ବୁଝିପାରିଲା। ତାକୁ ତା ଅହଙ୍କାରର ଫଳ ମିଳିଗଲା। କାଠୁରିଆମାନେ ତାକୁ କାଟି ତା କାଠକୁ ସାଙ୍ଗରେ ନେଇ ସେଠାରୁ ଚାଲିଗଲେ। ବହୁତ ଦିନ ତଳେ ସୋନପୁର ନାମକ ଏକ ସୁନ୍ଦର ଗାଁ ଥିଲା। ଗାଁ ମୁଣ୍ଡରେ ଗୋଟେ ବହୁତ ବଡ଼ ନଦୀ ଥିଲା। ସେ ନଦୀର ପାଣି କେବେ ବି ଶୁଖୁନଥିଲା, ଯାହାଫଳରେ ଗାଁର ପ୍ରତ୍ୟେକ ଲୋକ ସେ ନଦୀ ପାଣି ଉପରେ ନିର୍ଭର ଥିଲେ। ଥରେ ଗୋଟିଏ ଭୂତ ସେହି ରାସ୍ତାରେ ଯାଉଥିଲା। ତାକୁ ବହୁତ ଶୋଷ ହେଉଥିଲା। ସେ ନଦୀ ଭିତରକୁ ଯାଇ ପାଣି ପିଇଲା। ଏ ନଦୀ ମୋର ଶୋଷ ମେଣ୍ଟେଇଲା। ଜାଗାଟି ଦେଖିବାକୁ ଏତେ ଖରାପ ବି ନୁହଁ। ଆଜିଠୁ ମୁଁ ଏଠାରେ ରହିବି। ଠିକ୍ ସେହି ସମୟରେ ଜଣେ ସ୍ତ୍ରୀ ଲୋକ ସେଠାକୁ ପାଣି ନେବାକୁ ଆସିଲା। ପାଣି ପିଉଥିବା ସେ ଭୂତକୁ ଦେଖି ସେ ଖୁବ୍ ଡରିଗଲା। ଆଉ ଭୂତ ଭୂତ କହି ଚିତ୍କାର କରି ସେଠାରୁ ଦୌଡ଼ିକି ଚାଲିଗଲା। ଏସବୁ ସେ ଭୂତକୁ ଭାରି ମଜା ଲାଗିଲା। ସେ ଜୋର ଜୋରରେ ହସିଲା। ହା ହା ହା, ଲୋକମାନଙ୍କୁ ଡରେଇଲେ ମୋତେ ବହୁତ ଖୁସି ଲାଗେ। ମୁଁ ଆଉ ଏଠାରୁ ଯିବିନି, ଏଇଠି ହିଁ ରହିବି। ଏ ନଦୀକୁ ଆସୁଥିବା ଲୋକମାନଙ୍କୁ ମୁଁ ଖୁବ୍ ଡରେଇବି ଆଉ ମଜା ନେବି। ଏମିତି କହି ଭୂତ ଗୋଟିଏ ଗଛ ଉପରକୁ ଯାଇ ବସିଲା। ସେ ସ୍ତ୍ରୀ ଲୋକଟି ଚିତ୍କାର କରି କରି ଗାଁ ଭିତରକୁ ଚାଲିଗଲା। ତାର ପାଟି ଶୁଣି କିଛି ଗାଁ ଲୋକେ ଘର ବାହାରକୁ ଚାଲି ଆସିଲେ। ଆରେ କ'ଣ ହେଲା? ଏତେ ଜୋରରେ ପାଟି କ'ଣ ପାଇଁ କରୁଛ? ଏମିତି ସେ ସ୍ତ୍ରୀ ଲୋକଟି ସେମାନଙ୍କୁ ସବୁ ଘଟଣା ଜଣେଇଲା। ଆରେ ଦ୍ୱିପହର ବେଳକୁ ସେ ନଦୀକୁ କେହି ଯାଆନ୍ତିନି। ଏ ଖରା ପାଇଁ ତତେ ସେମିତି ଲାଗିଥିବ। ଏମିତି କହି ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। କେହି ବି ସେ ସ୍ତ୍ରୀ ଲୋକଟିର କଥା ଉପରେ ବିଶ୍ୱାସ କଲେ ନାହିଁ। ସନ୍ଧ୍ୟାରେ 4ଟି ସ୍ତ୍ରୀ ଲୋକ ମାଠିଆ ଧରି ସେ ନଦୀକୁ ପାଣି ଆଣିବାକୁ ଗଲେ। ଭୂତ ସେମାନଙ୍କୁ ଗଛ ଉପରୁ ଦେଖୁଥିଲା। ଆସ ଆସ, ନଦୀ ପାଖକୁ ଆସ। ଆଜି ମୁଁ ତମମାନଙ୍କୁ ଖୁବ୍ ଡରେଇବି। ଏମିତି କହି ଭୂତ ଖୁସିରେ ସେମାନଙ୍କୁ ଅପେକ୍ଷା କଲା। ଯେତେବେଳେ ସେ ସ୍ତ୍ରୀ ଲୋକମାନେ ମାଠିଆରେ ପାଣି ଭର୍ତ୍ତି କରୁଥିଲେ, ଭୂତ ଚୁପ୍ ଚୁପ୍ ନଦୀ ଭିତରକୁ ଯାଇ ତାର ବଡ଼ ମୁଣ୍ଡକୁ ବାହାରକୁ ଆଣିଲା ଆଉ ଭୟଙ୍କର ହସ ହସିଲା। ସେ ସ୍ତ୍ରୀ ଲୋକମାନେ ତାଙ୍କ ସାମ୍ନାରେ ଏତେ ଭୟଙ୍କର ଭୂତକୁ ଦେଖି ଚମକି ପଡ଼ିଲେ ଆଉ ଜୋରରେ ଚିତ୍କାର କରି ନଦୀରୁ ବାହାରକୁ ଚାଲି ଆସିଲେ। ହଠାତ୍ ସେ ଭୂତ ତାଙ୍କ ସାମ୍ନାରେ ଆସି ଛିଡ଼ା ହେଇଗଲା। ତମମାନଙ୍କର ତ ବହୁତ ସାହସ, ମୋ ନଦୀରୁ ପାଣି ନେବାକୁ ଆସୁଛ। ଆଜିଠାରୁ ଯଦି କେହି ବି ଏ ନଦୀରୁ ପାଣି ନେବାକୁ ଆସିବ, ମୁଁ ତାକୁ ଜମାରୁ ଛାଡ଼ିବିନି। ଏମିତି କହି ଭୂତ ସେଠାରୁ ଗାୟବ ହେଇଗଲା। ଭୂତର ଧମକ ଶୁଣି ସ୍ତ୍ରୀ ଲୋକମାନେ ଭୟରେ ଥରିବାକୁ ଲାଗିଲେ ଆଉ ଦୌଡ଼ିକି ଗାଁ ଭିତରକୁ ଚାଲିଗଲେ। ସେମାନଙ୍କର ପାଟି ଶୁଣି ସବୁ ଗାଁ ଲୋକେ ଘର ବାହାରକୁ ଚାଲି ଆସିଲେ। ସେ 4 ଜଣ ନଦୀରେ ଘଟିଥିବା ସବୁ ଘଟଣା କହିଲେ। ତାମାନେ ସେ ସ୍ତ୍ରୀ ଲୋକଟି ସତ କହୁଥିଲା? ସତରେ କ'ଣ ସେ ନଦୀରେ ଭୂତ ଅଛି? ଚାଲ ସମସ୍ତେ ଥରେ ସେ ନଦୀ ପାଖକୁ ଯିବା। ଯଦି ସମସ୍ତଙ୍କ କଥା ସତ, ତାହେଲେ ଆଉ କେହି ବି ସେ ନଦୀ ପାଖକୁ ଯିବା ନାହିଁ। ଏମିତି ଚିନ୍ତା କରି ସମସ୍ତେ ନଦୀ ପାଖକୁ ଗଲେ। ସେତେବେଳେ ସେ ଭୂତଟି ନଦୀ ପାଖ ଗଛରେ ଦୋଳି ଖେଳୁଥିଲା। ଗୋଟେ ଭୂତକୁ ଏମିତି ନଦୀ ପାଖରେ ଦୋଳି ଖେଳୁଥିବା ଦେଖି ଗାଁ ଲୋକେ ଭୟରେ ଥରିବାକୁ ଲାଗିଲେ। ଆରେ ଏଠି ତ ସତରେ ଗୋଟେ ଭୂତ ଅଛି। ଚାଲ ଚାଲ ଶୀଘ୍ର ଏଠାରୁ ପଳାଅ, ଆଉ ଏଠାକୁ ପାଣି ନେବା ପାଇଁ ଆସିବାନି। ଏମିତି ସମସ୍ତେ ଗାଁକୁ ଫେରି ଆସିଲେ। ସେଦିନଠାରୁ ଆଉ କେହି ବି ନଦୀକୁ ପାଣି ଆଣିବା ପାଇଁ ଗଲେ ନାହିଁ। ଗାଁ ଲୋକଙ୍କୁ ପାଣି ଆଣିବା ପାଇଁ ବହୁ ଦୂର ଦୂରକୁ ଯିବାକୁ ପଡ଼ୁଥିଲା। ଏତେ କଷ୍ଟ ହେଲା ପରେ ମଧ୍ୟ ସେମାନେ ଭୂତ ଭୟରେ ସେ ନଦୀ ପାଖକୁ ଗଲେ ନାହିଁ। ଏମିତି କିଛି ଦିନ ବିତିଗଲା। ସେପଟେ ଲୋକମାନଙ୍କୁ ନ ଆସିବା ଦେଖି ନଦୀର ମନ ଦୁଃଖ ହେଇଗଲା। ସବୁଦିନ କେହି ନା କେହି ଏ ନଦୀକୁ ପାଣି ନେବା ପାଇଁ ଆସୁଥିଲେ, ହେଲେ ଏବେ ଆଉ କେହି ବି ଏ ନଦୀକୁ ପାଣି ନେବା ପାଇଁ ଆସୁନାହାନ୍ତି। ଏମିତି ଶୁଣି ଭୂତ ହସିଲା ଆଉ କହିଲା, ହା ହା ହା, ଏ ନଦୀକୁ ଆଉ କେହି ବି ଆସିବେନି। ଏ ନଦୀର ପାଣି କେବଳ ମୁଁ ପିଇବି।
ତମେ ବି ତ ଏ ନଦୀର ପାଣି ପିଇ ଶୋଷ ମେଣ୍ଟାଉଛ। ଏ ନଦୀ କେବଳ ଜଣଙ୍କର ନୁହଁ, ଏହା ସମସ୍ତଙ୍କର। ସମସ୍ତେ ଏଠାରୁ ପାଣି ପିଇପାରିବେ। ଦୟାକରି ଆଉ କାହାକୁ ବି ଡରାଅନି। ଚୁପ୍ କର ନଦୀ, ଏବେ ତୁମର ଗୋଲାମ। ଲୋକମାନଙ୍କୁ ଡରେଇଲେ ମୋତେ ବହୁତ ଖୁସି ମିଳେ। ମୁଁ ଏଠାକୁ କାହାକୁ ବି ଆସିବାକୁ ଦେବିନି। ନଦୀ ଆଉ ଭୂତର କଥା ରାସ୍ତାରେ ଯାଉଥିବା ଜଣେ ସାଧୁ ଶୁଣିଲେ। ଆରେ ଏ ଭୂତ, ନିଜ ଖୁସି ପାଇଁ ତୁ ଲୋକମାନଙ୍କୁ ବହୁତ କଷ୍ଟ ଦେଉଛୁ। ପାଣି ନ ମିଳିବାରୁ ସେମାନେ କେତେ ଅସୁବିଧାରେ ଅଛନ୍ତି। ସେମାନଙ୍କର ଅସୁବିଧାରେ ମୋର କିଛି ଯାଏ ଆସେ ନାହିଁ। ମୋତେ କେବଳ ମୋର ଖୁସି ଦରକାର। ମୁଁ ମୋ ଖୁସି ପାଇଁ କିଛି ବି କରିପାରିବି। ମୋତେ ଏସବୁ କହିବାକୁ ତୁ କିଏ? ଯା, ଚାଲିଯା ଏଠୁ। ମୁଁ କାହାକୁ ବି ଡରେନି। ଆରେ ଭୂତ, ଏ ନଦୀର ଦୁଃଖକୁ ଦେଖିକି ବି ତୁ ସୁଧୁରିଲୁନି। ଏବେ ତୋ ସହ କଥା ହେଇ କିଛି ଲାଭ ନାହିଁ। ତତେ ତ ଭୁଲର ଦଣ୍ଡ ନିଶ୍ଚୟ ମିଳିବ। ଏମିତି କହି ସାଧୁ ତାଙ୍କ ଶକ୍ତିରେ ଭୂତକୁ ଗୋଟେ ପଥର କରିଦେଲେ। ଅନ୍ୟକୁ ଦୁଃଖ ଦେଇ ତୁ ଖୁସି ପାଉଥିଲୁ ନା? ଏବେ ତୁ ସମସ୍ତଙ୍କର ଖୁସି ଦେଖି ଦୁଃଖରେ ରହିବୁ। ଏମିତି ସାଧୁ ସେ ଭୂତକୁ ଅଭିଶାପ ଦେଇ ସେଠାରୁ ଚାଲିଗଲେ। ଭୂତକୁ ପଥର ହେବା ଗୋଟେ ଗାଁ ଲୋକ ଦେଖିନେଲା। ସେ ଗାଁକୁ ଯାଇ ସମସ୍ତଙ୍କୁ ସବୁ ଘଟଣା ଜଣେଇଲା। ସେବେଠାରୁ ଗାଁର ପ୍ରତ୍ୟେକ ଲୋକ ଖୁସି ମନରେ ନଦୀରୁ ପାଣି ଆଣିବାକୁ ଲାଗିଲେ। ଏସବୁ ଦେଖି ଭୂତ ତାର ଭୁଲ ବୁଝିପାରିଲା। ନଦୀ ପାଖକୁ ପୁଣି ଲୋକମାନଙ୍କର ଯିବା ଆସିବା ଦେଖି ନଦୀ ବହୁତ ଖୁସି ହେଇଗଲା।